ମାୟା କହିବେ ପଲ୍ଲବୀ ଏ ଘରେ ଆଉ ପାଦ ରଖିପାରିବନି। ତାପରେ ଆନନ୍ଦ କହିବେ ଏସବୁ ପିଲାଲିଆମି ଛାଡ଼ ମାୟା। ଅଫିସରୁ ଅର୍ଡର ଆସିଥିଲା, ତାକୁ ସେ ଆଉ କ'ଣ କରିପାରିଥାନ୍ତା। ତାପରେ ମାୟା କହିବେ ମୁଁ ଜାଣିଛି ୟାକୁ ଅଫିସରୁ ଅର୍ଡର ଆସିନି, ଇଏ ନିଜ ଇଚ୍ଛାରେ ଯାଇଛି। ଆଉ ଆଦର୍ଶ ବିନୋଦକୁ ତାଙ୍କ ଦ୍ୱାରା ମିଛ କୁହାହେଇଛି। କହିଲା କ'ଣ ନା ମନ୍ଦିର ଯାଉଛି। ଯଦି ଅଫିସରୁ ଅର୍ଡର ଆସିଥିଲା ତ ଏ ମିଛ କହିଲା କ'ଣ ପାଇଁ? ଆଉ ଏ ମିଛ କହୁଛି ମାନେ ୟାକୁ ଶାସ୍ତି ନିଶ୍ଚୟ ମିଳିବ। ତାପରେ ଆଦର୍ଶ କହିବେ କ'ଣ ଶାସ୍ତି ମିଳିବ? ମା ପଲ୍ଲବୀ କ'ଣ ସ୍କୁଲ ପଢ଼ା ଛୁଆ ଯେ ତମେ ତାଙ୍କୁ ସବୁବେଳେ ଶାସ୍ତି ଦେବ? କ'ଣ ଶାସ୍ତି ଦେବ? କ'ଣ ତାକୁ ଘରୁ ବାହାର କରିଦେବ? ତାପରେ ମାୟା କହିବେ ନାଇଁ ଆଦର୍ଶ, ମୁଁ ୟାକୁ ଘରୁ ବାହାର କରିବିନି। କାହିଁକି ନା ମୁଁ ଜାଣିଛି ଇଏ ଗଲେ ତୁ ବି ତା ସାଙ୍ଗରେ ଘର ଛାଡ଼ି ଚାଲିଯିବୁ। ଆଉ ମୁଁ ହାର ମାନି ଏ ଘର ଛାଡ଼ି ଚାଲିଯିବିନି। ଯଦି ମୋ ଭାଗ୍ୟରେ ଇଏ ମୋ ବୋହୂ ବୋଲି ଲେଖା ଅଛି ତାହେଲେ ୟାକୁ ମୋ ହିସାବରେ ଚଳିବାକୁ ପଡ଼ିବ। ପୁଣି ଆଦର୍ଶ କହିବେ ତମ ହିସାବରେ ତ ଆମେ ସବୁ କରୁଛୁ। ପ୍ରତି ମୁହୂର୍ତ୍ତରେ ତମକୁ ଆମେ ଖୁସି କରିବାକୁ ଚେଷ୍ଟା କରୁଛୁ। ତା ଛଡ଼ା ଆଉ କ'ଣ ଚାହୁଁଛ ତମେ? କ'ଣ? ତାପରେ ମାୟା କହିବେ ୟା ଚାକିରି ହେଉଛି ଏ ଘରର ସବୁ ସମସ୍ୟାର ମୂଳ। ତେଣୁ ୟାକୁ ତା ଚାକିରିରୁ ରିଜାଇନ୍ ଦେବାକୁ ପଡ଼ିବ। ତାପରେ ପଲ୍ଲବୀ କହିବେ ଏମିଲିକୁ ଆଇଆଇସି ସାର୍ ବିନା ଦୋଷରେ ଛାଡ଼ିଦେଲା ପରେ ମୁଁ ବି ଅଲମୋଷ୍ଟ ଏ ଚାକିରି ଛାଡ଼ିଦେବା ପାଇଁ ଚିନ୍ତା କରିସାରିଥିଲି ମାମା। କିନ୍ତୁ ଏବେ ରାସ୍ତାରେ ଏମିତି କିଛି ଘଟିଲା ଯୋଉଥିପାଇଁ ମୁଁ ମୋ ଚିନ୍ତାଧାରା ବଦଳାଇ ଦେବା ପାଇଁ ବାଧ୍ୟ ହେଲି। ମୁଁ ଚାକିରି ଛାଡ଼ିଦେଲେ ଏମଏଲଏ ଆମକୁ ଛାଡ଼ିଦେବ ଏ କଥା ଆପଣଙ୍କୁ ଲାଗୁଥିବ ମାମା। କିନ୍ତୁ ନାଇଁ, ସିଏ ସେତେବେଳେ ବାବା ଆଉ ଆଦର୍ଶକୁ ଧମକ ଦେଇଥିଲା ଯେତେବେଳେ ମୁଁ ପୋଲିସ ହେଇନଥିଲି। ତାପରେ ଆଦର୍ଶ କହିବେ ମା ପଲ୍ଲବୀଙ୍କ ପାଇଁ ତାଙ୍କ ଚାକିରି କ'ଣ ଏ କଥା ଆମେ ସମସ୍ତେ ଜାଣିଛନ୍ତି। ତାପରେ ଏମିତି ପରିସ୍ଥିତିରେ ତମେ ଏଭଳି ଜିଦ୍ କେମିତି ଧରିପାରୁଛ ମାମା? ତାପରେ ମାୟା କହିବେ କେବଳ ତୋରି ପାଇଁ ଆଦର୍ଶ। ଇଏ ଯଦି ପୋଲିସ ଚାକିରି କରିନଥାନ୍ତା ତାହେଲେ ତୋ ସ୍ତ୍ରୀ ହେଇ ତୋରି ହାତରେ କେବେ ବି ହ୍ୟାଣ୍ଡକପ୍ ପକେଇ ପୋଲିସ ଷ୍ଟେସନ ନେଇ ଯାଇ ନଥାନ୍ତା। ମୋ ଆତ୍ମା ସେଦିନ କେମିତି କାନ୍ଦିଛି ସେଟା କେବଳ ମୁଁ ବୁଝିଛି। ତାପରେ ଆନନ୍ଦ କହିବେ ମାୟା ପ୍ଲିଜ୍ ବୁଝିବାକୁ ଚେଷ୍ଟା କର, ଏଥିରେ ପଲ୍ଲବୀର କିଛି ବି ଦୋଷ ନାହିଁ। ପଲ୍ଲବୀ ଯଦି ଆଦର୍ଶକୁ ଆରେଷ୍ଟ କରିନଥାନ୍ତା ତାହେଲେ ଆଉ କିଏ ଆରେଷ୍ଟ କରିଥାନ୍ତା? ଏ କଥା କ'ଣ ତମକୁ ଭଲ ଲାଗିଥାନ୍ତା? ତାପରେ ବିନୋଦ କହିବେ ହଁ ଭାଉଜ, ଆଦର୍ଶକୁ ଏମଏଲଏର ଆଉ କିଏ ଅଲଗା ଅଫିସର ଆରେଷ୍ଟ କରିଥାନ୍ତା ତାହେଲେ ଆଦର୍ଶର ସହିତ ସେହିଭଳି ବ୍ୟବହାର କରିଥାନ୍ତେ ଯେମିତି ପୋଲିସ ଗୌରବକୁ ଆରେଷ୍ଟ କରି ତା ସହିତ ବ୍ୟବହାର କରିଥିଲା। ତାପରେ ଗୌରବ କହିବେ ହଁ ବଡ଼ମା। ତାପରେ ମମତା କହିବେ ହଁ ଦିଦି, ଦୋଷ ପଲ୍ଲବୀର କି ତା ଚାକିରିର ନୁହଁ, ସବୁ ଭୁଲ ସେ ଏମଏଲଏର। ତାପରେ ରୁବି କହିବେ ତାହେଲେ ମାୟା ପଲ୍ଲବୀକୁ କହ ସେ ଏମଏଲଏର କେସ୍ ଛାଡ଼ି ଦଉ। ସେ କେସ୍ ହିଁ ଏ ଘରେ ସବୁ ଅନର୍ଥ ସୃଷ୍ଟି କରୁଛି।